ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ହଁ ଦର୍ଶନ୍ତୁ, କାରଣ ଚତୁର୍ଥ ପର୍ଯ୍ୟାୟର କିସ୍ତି ଟଙ୍କା ମିଳିବାକୁ ଯାଉଛି। ତ କେଉଁ ତାରିଖରେ ମିଳିବ ଚତୁର୍ଥ ପର୍ଯ୍ୟାୟର କିସ୍ତି ଟଙ୍କା ଏବଂ ସୁଭଦ୍ରା ପୋର୍ଟାଲ ଯେଉଁ ଖୋଲୁଛି କ'ଣ ରହିଛି ଲାଟେଷ୍ଟ ଅପଡେଟ୍, ତାହା ମୁଁ ଆପଣଙ୍କୁ ଏହି ଭିଡ଼ିଓରେ ଜଣାଇଦେବି। ଏଣୁକରି ଭିଡ଼ିଓଟିକୁ ଆପଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଦର୍ଶକ ବନ୍ଧୁ, ବହୁଦିନରୁ ସ୍ଥଗିତ ଥିବା ସୁଭଦ୍ରା ପୋର୍ଟାଲ ଆଜିଠାରୁ ପୁଣି ଖୋଲିବାକୁ ଯାଉଛି। ବୟସ କମ୍ ହୋଇଥିବା କାରଣରୁ ଗତଥର ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିନଥିଲେ ସେମାନେ ଆଜିଠାରୁ ଆବେଦନ କରିପାରିବେ। 2025 ମାର୍ଚ୍ଚ 31 ସୁଦ୍ଧା 21 ବର୍ଷ ବୟସ ହୋଇଥିବା ମହିଳାମାନେ ସରକାରଙ୍କର ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ, ଯାହା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ହଁ ଦର୍ଶକ ବନ୍ଧୁ, ଯେଉଁମାନଙ୍କର ବୟସ 21 ବର୍ଷ ହୋଇସାରିଲାଣି ସେଇମାନଙ୍କୁ ଏଇ ପଇସା କେମିତି ମିଳିବ ତାଙ୍କ ନାମ ଧର ରେଜିଷ୍ଟ୍ରେସନ କରିବା ପାଇଁ ବର୍ତ୍ତମାନ ସୁଭଦ୍ରା ପୋର୍ଟାଲଟି ଓପନ୍ ହୋଇସାରିଛି। ତ ଦର୍ଶକ ବନ୍ଧୁ, ଚାଲନ୍ତୁ ଡିଟେଲ୍ସ ଜାଣିବା। ନୂଆ ଆବେଦନକାରୀ ଯୋଗ୍ୟ ବିବେଚିତ ହୋଇଥିଲେ ଆସନ୍ତା ମାର୍ଚ୍ଚ 8 ତାରିଖରେ ସେମାନଙ୍କୁ ସୁଭଦ୍ରା କିସ୍ତି ମିଳିବ। ତେବେ ନୂଆପଡ଼ାରେ ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସେଠାରେ ସୁଭଦ୍ରା ପୋର୍ଟାଲ ଖୋଲିବ ନାହିଁ। ଆର୍ଥିକ ବର୍ଷ 2025-26 ପାଇଁ ଧାର୍ଯ୍ୟ 2025 ଏପ୍ରିଲ 1 ସୁଦ୍ଧା ମହିଳାମାନଙ୍କ ବୟସ 21 ବର୍ଷ କିମ୍ବା ତାଠାରୁ ଅଧିକ ବର୍ଷ, ଯାହାକି 60 ବର୍ଷରୁ କମ୍ ହେବା ଆବଶ୍ୟକ। ତେଣୁ ଆବେଦନକାରୀଙ୍କ ଜନ୍ମ ତାରିଖ 2 ଏପ୍ରିଲ 1965 ଠାରୁ ଏପ୍ରିଲ 1 2004 ମଧ୍ୟରେ ହୋଇଥିବା ଉଚିତ। ହଁ ଦର୍ଶକ ବନ୍ଧୁ, ଯଦି ମା ଭଉଣୀ ଯେଉଁମାନେ ଜନ୍ମ ହୋଇଛନ୍ତି 2004 ମସିହାରେ ସେମାନେ ବର୍ତ୍ତମାନ ସୁଭଦ୍ରା ଯୋଜନା ପାଇଁ ଆପ୍ଲାଏ କରିପାରିବେ। କାରଣ ବର୍ତ୍ତମାନକୁ ନେଇକି ଯଦି ଆମେ ହିସାବ କରିବା ତାର ବର୍ତ୍ତମାନ ଠିକ୍ ବୟସ ହୋଇସାରୁଛି, ଯାହାକି ଆମର ସୁଭଦ୍ରା ଯୋଜନାରେ ବୟସ ଅଛି କ'ଣ 21 ବର୍ଷରୁ 60 ବର୍ଷ ପର୍ଯ୍ୟନ୍ତ। ହଁ ଦର୍ଶକ, ଯେଉଁମାନଙ୍କ ବୟସ ସୀମା ବର୍ତ୍ତମାନ 21ରୁ 60 ବର୍ଷ ଅଛି ସେମାନେ ସୁଭଦ୍ରା ଯୋଜନା ପାଇଁ ପଇସା ପାଇବା ପାଇଁ ଯୋଗ୍ୟ। ତ ତେଣୁକରି ଯେଉଁ ମହିଳାମାନେ ମା ଭଉଣୀମାନେ ପୂର୍ବରୁ ବୟସ ତାଙ୍କୁ ହେଇନଥିଲା ବର୍ତ୍ତମାନ ତ ହୋଇସାରିଛି, ତ ସେହିମାନଙ୍କୁ ମିଳିବ ବର୍ତ୍ତମାନ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟରେ କିସ୍ତି ଟଙ୍କା। ତ ଦର୍ଶକ ବନ୍ଧୁ, ଯଦି ଆପଣ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ପାଇନାହାନ୍ତି ତାହେଲେ କେମିତି ଆପ୍ଲାଏ କରିବେ ସୁଭଦ୍ରା ଯୋଜନା ପାଇଁ ତାହା ମୁଁ ଆପଣଙ୍କୁ ନେକ୍ସଟ ଭିଡ଼ିଓରେ ଜଣାଇଦେବି। ଏଣୁକରି ଆପଣଙ୍କୁ ଅନୁରୋଧ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ କରି ରଖିଥାନ୍ତୁ, ଯାହାଦ୍ୱାରା ପରବର୍ତ୍ତୀ କିଛି ଯେତେବେଳେ ଆପଣଙ୍କ ଆକାଉଣ୍ଟକୁ ଆସିବ ତାହା ମୁଁ ଆପଣଙ୍କୁ ଜଣାଇଦେବି। ଏବଂ କେମିତି ଆପ୍ଲାଏ କରିବେ ଏହି ସୁଭଦ୍ରା ଯୋଜନା ବିଷୟରେ ତାହା ମଧ୍ୟ ମୁଁ ବହୁତ ଭଲ ଭାବରେ ଜଣାଇବି। ତେଣୁକରି ଆମ ଚ୍ୟାନେଲକୁ ଯଦି ଆପଣ ପ୍ରଥମ ଥର ପାଇଁ ଆସିଛନ୍ତି ତ ଦର୍ଶକ ବନ୍ଧୁ ଆମ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ କରି ରଖିଥାନ୍ତୁ, ଯାହାଦ୍ୱାରା ସୁଭଦ୍ରା ଯୋଜନାର ଯାହା ବି ଲାଟେଷ୍ଟ ଅପଡେଟ୍ ଆସୁଛି ଆପଣଙ୍କୁ ମୁଁ ସର୍ବପ୍ରଥମେ ଜଣାଇବି। ତ ଦର୍ଶକ ବନ୍ଧୁ, ଏଠି ରହିଲି, ନମସ୍କାର, ଧନ୍ୟବାଦ।